ସ୍ୱଚ୍ଛତାରେ ଭାରତର 1 ନମ୍ବର ଏବଂ ଭାରତର 2 ନମ୍ବର, ଓଡ଼ିଶାରେ 1 ନମ୍ବର। ସାର୍ କେମିତି ଦେଖୁଛନ୍ତି ଏଇଟାକୁ? ଆଗାମୀ ଦିନରେ କେମିତି ଚ୍ୟାଲେଞ୍ଜ ରହିବ? ଏହା ଏକ ମୋ ପାଇଁ ଚ୍ୟାଲେଞ୍ଜିଂ ରହିବ। ଆପଣଙ୍କର କଥା ମୁଁ ପୁରାପୁରି ଏକମତ। ଭାରତ ବର୍ଷରେ ଅନେକ ସହର ଅଛନ୍ତି ଯେଉଁମାନେ କି 20ରୁ 30 ହଜାର ବିଶିଷ୍ଟ ଜନସଂଖ୍ୟା ଅଟନ୍ତି। ଏଣୁ ମୁଁ ଏହି ଆପଣମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିବାକୁ ଚାହୁଁଛି ଯେ ଆମେମାନେ ସବୁବେଳେ ଆମର ଚତୁଃପାର୍ଶ୍ୱକୁ ସଫା ସୁତରା ରଖିବା ଏବଂ ଦ୍ୱିତୀୟ ଥର 2025 ଯେତେବେଳେ ସର୍ବେକ୍ଷଣ ଆରମ୍ଭ ହେବ ସେତେବେଳେ ମୁଁ ମୋର ଆସ୍କାକୁ ଭାରତ ବର୍ଷରେ ଏକ ସ୍ଥାନରେ ଦେଖିବା ପାଇଁ ମୁଁ ସ୍ୱପ୍ନ ଏବେଠାରୁ ଆରମ୍ଭ କରିସାରିଲିଣି। ଦିନରେ ପ୍ରଥମ କଥା ହେଲା ସମସ୍ତ ସହରକୁ ଗଳି ନର୍ଦ୍ଦମା ସବୁ ସଫାସଫି ରହିବ। ତ ଆମର ବିଭିନ୍ନ ପ୍ରକାର ଯେଉଁ ସଫେଇ କର୍ମଚାରୀ ଅଛନ୍ତି ସେମାନେ ଆହୁରି ଅଧିକ ପରିଶ୍ରମ କରି ଆସ୍କା ସହରକୁ ସମ୍ପୂର୍ଣ୍ଣ ଭାବେ ସଫା ସୁତରା ରଖିବେ ଏବଂ ଆମର ଗୋଟେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ସଫେଇ ରଖନ୍ତୁ ଆଉ ବିମାରୀ ଭଗନ୍ତୁ। ଇଏ ଗୋଟେ ଆମର ଗୋଟେ ପ୍ରୟାସ ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲିଅଛି। ଇଏ ଆମର ଏହି ସାପ୍ତାହିକ ଚାଲିବ। ତେଣୁ ମୁଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରୁଅଛି ଯେ ସେମାନେ ଖାଇବା ପୂର୍ବରୁ ନିଜର ହାତ ଭଲ ଭାବେ ସାବୁନରେ ଧୁଅନ୍ତୁ କିମ୍ବା ଡେଟଲର ଯେଉଁ ସାନିଟାଇଜେସନ୍ କରନ୍ତୁ। ତାହା ମଧ୍ୟ ତାଙ୍କର ନିଜର ଛୁଆମାନଙ୍କୁ କୁହନ୍ତୁ ଏବଂ ତାଙ୍କର ଚତୁଃପାର୍ଶ୍ୱରେ ଥିବା ସମସ୍ତ ଜନସାଧାରଣ ବସବାସ ଅଛନ୍ତି ତାଙ୍କୁ ଏ ବାର୍ତ୍ତା ଦିଅନ୍ତୁ।